ଯେତେବେଳେ ଆପଣ ଦେବେ ଆପଣଙ୍କୁ ତ ପ୍ରଥମ କଥା ତ୍ୟାଗ କରିତେ ହେବ। ଗୋଟେ ତ୍ୟାଗ ପ୍ରଥମ କ'ଣ ସାଙ୍ଗସାଥି ବେଶୀ ମିଶିଲେ ହବନି, ବୁଝିପାରିଲେ ନା, ବୁଲାବୁଲି ବେଶୀ କଲେ ହବନି। ଆଉ ସବୁ ଜିନିଷ କରିକି ଆପଣ କହିବେ ମୁଁ ଚାକିରି କରିବି ସେଟା ତ ସମ୍ଭବ ନାହିଁ, ବୁଝିପାରିଲେ ନା। ଆମର ଯୋଉ ଓଡ଼ିଶାରେ ହେଲା ସେଟା ଓଡ଼ିଶା ହେଉଛି ଏରିଆ ୱାଇଜ୍ ହେଲା 8th ବୋଲେ ଦେଖିବେ ନୂଆ ନୂଆ ସବୁ ଚାଲିଛି 8th ବୁଝିଲେ ନା। ପପୁଲେସନ ଜନଗଣନା ହିସାବରେ 8 ମାନେ 4.87% ଟୋଟାଲ ଏରିଆ, ବୁଝିପାରିଲେ। ଆଉ ପପୁଲେସନ 2011 ଜନଗଣନା ହିସାବରେ 11 ଚାଲିଛି 3.47%, ବୁଝିପାରିଲେ। ଦେଖିବେ এটা ଓଡ଼ିଶା ଜିଓଗ୍ରାଫି ବୁଝିଲେ ନା। ତାପରେ ଦେଖନ୍ତୁ ଏଠି ତାର ଆगे ଆगे এই জিনিসটা দেখি দઉં বুঝলে না, তাকে ক্লিয়ার করে দઉં। ইয়ার সিচুয়েশনটা লেটিটিউড মানে অক্ষাংশ, বুঝিপারে। লেটিটিউড মানে অক্ষাংশ, লঙ্গিটিউড মানে দ্রাঘিমা। লেটিটিউড সে কেতে যাচ্ছে 17°49' টু 22°34, এটা হচ্ছে উত্তর, বুঝিপারে। এটা হচ্ছে উত্তর লেটিটিউড অক্ষাংশ, বুঝিপারে। মানে 17.49টা কেটি মানে নিশ্চিত তলকু যাইଥିବ। ବିଶ୍ୱରେଖା ଉପରକୁ ମାନେ ସେଟାକୁ ଜିରୋରୁ ତ ନିଆଯାଏ ନା, ତ ସେଟା ହେଲା ଆପଣଙ୍କର କୋରାପୁଟ ପାଖରେ ଜୟପୁର। ଆଉ 22°34 এটা ରାଇରଙ୍ଗପୁର ଉତ୍ତର ମାନେ ମୟୂରଭଞ୍ଜରେ ଯାଏ, ବୁଝିପାରିଲେ। ତାପରେ ହଉଛି 81°29' ପୂର୍ବରୁ 87°29 ହେଲା। ଆଉ এটা হচ্ছে পূর্ব মানে এটা হচ্ছে লঙ্গিটিউড বা দ্রাঘিমা, বুঝিପାରିଲେ। ତେଣୁ ଇଏ ହଉଛି এটা হচ্ছে ନବରଙ୍ଗପୁର କଳାହାଣ୍ଡି କୋରାପୁଟ এই ସାଇଡ୍ରେ ଯାଇବା ବେଳକୁ এটা ହଉଛି ବାଲେଶ୍ୱର। ବାଲେଶ୍ୱର ସୁନାଖଣିଆ କୁହାଯାଏ, ଦେଖିଦେବେ, ବୁଝିପାରିଲେ। କୋଷ୍ଟାଲ ସାଇଡ୍ଟା ହଉଛି 480ରୁ 485, ବୁଝିଲେ ନା। ଆଉ ଦେଖିବେ, ବୁଝିପାରିଲେ। ଆମେ ତ କହିଦେଲୁ ଆପଣଙ୍କୁ, ଆପଣ ତାକୁ ପଢିବେ। ତାପରେ ଟୋଟାଲ ଏରିଆ, ଟୋଟାଲ ଏରିଆ 155707 ସ୍କୋୟାର ମିଟର, ବୁଝିଲେ। ତ ଏରିଆ ହଉଛି, ବୁଝିଲେ ନା। ତାପରେ ଏଠି ଅଛି ନଦୀ ଗୁଡାକ ମୁଁ କହିଦେଇଛି 6ଟା ନଦୀ। ନଦୀ ତ ଅନେକ ଅଛି, ମାନେ এইটা 6টা নদীর ডেল্টার সে তৈরি হয়েছে বলে কুহযায়, বুঝলেন। উৎকল প্লেন ଅଛି, ରୋଲିଂ ଆପଲେନ୍। ରୋଲିଂ ଆପଲେନ୍ଟା କ'ଣ, ସେଟା ହେଉଛି ମାନେ ପାଟିରୁ ତଳ ଆଉ ଉଚ୍ଚ। ଆଉ ରୋଲିଂ ଆପଲେନ୍ଟା ହେଉଛି ଉଚ୍ଚ ଆଉ ଲହଡ଼ି ତରଙ୍ଗ ଟାଇପ୍ର, ମାନେ ଏମିତି 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 ଏମିତି। ସେଠି ବହୁତ ଖଣିଜ ମିଳେ, ବୁଝିଲେ ନା। ମାନେ ପ୍ଲାଟିରୁ ବାଟ୍ ହାୟର ଦେନ୍ କୋଷ୍ଟାଲ ପ୍ଲେନ୍, ମାନେ ପ୍ଲାଟିରୁ ତଳେ କୋଷ୍ଟାଲ ଏଠୁ ତାକୁ ୱେଷ୍ଟର୍ଣ୍ଣ ରନିଂ ଆପଲେନ୍ସ ବି କୁହାଯାଏ। ପ୍ଲାଟିରୁ ତଳେ ଇଲେଭେସନ୍ ଉଞ୍ଚା 100ରୁ 300 ମିଟର ଉଞ୍ଚାରେ ତାକୁ କୁହନ୍ତି। ଆପଣ ଦେଖିବେ ଟ୍ରେନ୍ରେ ଯିବା ବେଳେ କି ଟ୍ରେନ୍ ଷ୍ଟେସନ ବସିଥିବେ ମିଲ୍ ଲେବୁଲ୍ ଲେଖା ହେଇଥାଏ ସବୁ, ବୁଝିପାରିଲେ। ତାକୁ ଦେଖିବେ। ଆଉ ଏଟା ହେଉଛି ସବୁଠୁ ବଡ଼ ପର୍ବତ ଆପଣଙ୍କୁ ଦେଓମାଳି, ସେଟା କୁହାଯାଇଛି 675 ମିଟର। ସେଟା ହେଉଛି କୋରାପୁଟରେ। ଉତ୍କଳ ପ୍ଲେନ୍ ଅଛି, ବୁଝିପାରିଲେ। ଉତ୍କଳ ପ୍ଲେନ୍ଟା ମୁଁ କହିଦେଇଛି, ବୁଝିଲେ ନା। ଉତ୍କଳ ପ୍ଲେନ୍ସ, ବୁଝିଲେ ନା। ତରାଇ ମାନେ ଭୂଭାଗ, ମାନେ ଥିବ ପାହାଡ଼ ତଳକୁ ତରାଇ କୁହାଯାଏ, ବୁଝିଲେ ନା। ସେଟାକୁ ବି ଆପଣ ଦେଖିବେ, ବୁଝିପାରିଲେ। ଆଉ ଗୋଟେ ଜିନିଷ ଏଠି ଦେଖିବେ, ମାନେ ଓଡ଼ିଶା ଇଏରେ କି ତା ଯେଉଁ ମହାନଦୀ ସବୁଠୁ ବଡ଼ ନଦୀ, ବୁଝିପାରିଲେ। ଆଉ ସବୁଠୁ ଛୋଟ ନଦୀ, ସେଟା ସବୁ ପଢ଼େଇ ଦେଇଛି, ବୁଝିଲେ ନା। ତାପରେ ଆପଣଙ୍କର ଜୟପୁରଟା ଅଛି କୋରାପୁଟରେ, ବୁଝିପାରିଲେ, ସେ ଦେଖିଦେବେ, ବୁଝିଲେ ନା। ତାପରେ ୟାର ସାଇଡ୍ରେ କିଏ କିଏ ଅଛନ୍ତି, ମାନେ ଉତ୍ତରରେ ଅଛନ୍ତି କିଏ, ମାନେ ସେଠି ରହିଛି ଝାଡ଼ଖଣ୍ଡ। ତଳେ କିଏ ରହିଲା ଆନ୍ଧ୍ରପ୍ରଦେଶ, ଏପଟେ ଛତିଶଗଡ଼, ଏପଟେ ରହିଲା ୱେଷ୍ଟବେଙ୍ଗଲ। ସେଟା ଦେଖିଦେବେ, ବୁଝିପାରିଲେ ନା। ଆଉ ସବୁଠୁ ଛତିଶଗଡ଼ର ବେଶୀ ଷ୍ଟେଟ୍ ଛୁଇଁଛି, ବୁଝିଲେ ନା। ଯେମିତି ମୟୂରଭଞ୍ଜ ଛୁଇଁଛି କାହାକୁ କାହାକୁ, ୱେଷ୍ଟବେଙ୍ଗଲକୁ ଛୁଇଁଛି, ଆଉ ଝାଡ଼ଖଣ୍ଡକୁ ଛୁଇଁଛି, କେଉଁଝର ଝାଡ଼ଖଣ୍ଡକୁ ଛୁଇଁଛି, ଆଉ ବାଲେଶ୍ୱର ଛୁଇଁଛି, ବେଙ୍ଗଲକୁ ଛୁଇଁଛି, ଆନ୍ଧ୍ରପ୍ରଦେଶ ଗଞ୍ଜାମକୁ ଛୁଇଁଛି। ତାପରେ କୋରାପୁଟ, ଏଗୁଡ଼ାକ ସବୁ ମାଲକାନଗିରି, ଏସବୁ ଡିଷ୍ଟ୍ରିକ୍ଟ ଗୁଡ଼ାକ ସବୁ ଆପଣ କେତେଟା ଡିଷ୍ଟ୍ରିକ୍ଟ ଛୁଇଁଛି ସେଟା ସବୁ ଦେଖିଦେବେ। ମୁଁ ସେଟା ପଢ଼େଇ ଦେଇଛି ବି, ଆଉ ତ ପଢ଼େଇଦେବା, କିନ୍ତୁ ଏବେ ଆପଣ ସେକୁ ଦେଖିବେ, ବୁଝିଲେ ନା। ତାପରେ ଅଛି ମାନେ ଯେଉଁଗୁଡ଼ାକ ଆପଣ କହିଲେ ଯେତେ ମାଇନ୍ସ, ଯେତେ ୱେଷ୍ଟର୍ଣ୍ଣ ରୋଲିଂ ଆପଲେନ୍ସ ଗୁଡ଼ାକ ମାଇନ୍ସ ବହୁତ, ବୁଝିଲେ ନା, ବୁଝିଲେ ନା। ତାପରେ ହେଉଛି ଫ୍ଲଡ୍ ପ୍ଲେନ୍ସ ଗୁଡ଼ାକ ବେଶୀ ବନ୍ୟା ହୁଏ, ଏଇ ମହାନଦୀର ବନ୍ୟା, ଏବେ ବ୍ରାହ୍ମଣୀର ବନ୍ୟା ଗଲା, ଏଇ ବୈତରଣୀ ବନ୍ୟା ଗଲା, ବୁଢ଼ାବଳଙ୍ଗ ଗଲା, ସୁବର୍ଣ୍ଣରେଖା ଗଲା, ବୁଝିପାରିଲେ ନା। ଏଗୁଡ଼ା ସବୁ ବନ୍ୟା ଗୁଡ଼ାକ, ବୁଝିଲେ ନା। ଋଷିକୁଲ୍ୟା ନଦୀ ହେଉଛି ଗଞ୍ଜାମରେ, ସେଟାକୁ ବାହାରିଛି କି ଏଇଠୁ କନ୍ଧମାଳ ଡିଷ୍ଟ୍ରିକ୍ଟରୁ ବାହାରିଛି, ବୁଝିପାରିଲେ। ତାପରେ ହେଉଛି ରୋଲିଂ ଆପଲେନ୍ଟା ମୁଁ କହିଦେଲି। ରୋଲିଂ ଆପଲେନ୍ଟା ମାନେ ଇଏ ଟାଇପ୍ରେ।
ତାପରେ ରହିଲା ମାନେ ମାଳଭୂମି ରହିଲା ମୟୂରଭଞ୍ଜ, କେଉଁଝର, ସୁନ୍ଦରଗଡ଼, ମାନେ କେଉଁଟା ଛୋଟନାଗପୁର ପ୍ଲାଟୁ, ଛୋଟନାଗ ମାଳଭୂମି, ବୁଝିପାରିଲେ। ସୁବର୍ଣ୍ଣରେଖା ନଦୀ ଆଉ ଖଡ଼ଖାଇ ତାର ହେଉଛି ସବୁଠୁ ବଡ଼ ଟ୍ରିବ୍ୟୁଟାରୀ ବା ଖଡ଼ଖାଇ, ସେଟା ଗୋଟେ ପଚାରିବ ସିଏ, ବୁଝିପାରୁଛି ନା? ଠିକ୍।